सौंदर्य भरा यही मोर पातलपुर साम्राज्य अति माणिक सुवर्ण अटे असुमारी प्रजा पालने प्रति अटे महिराजा मकरध्वज पुत्र सब पालुछि भरजा से सदा सर्वदा प्रजा मुखर कीर्ति गान शुणुअछु मोर आउ महामंत्री को सध्वज मो राजकार्य हेउछंती साहाय्य सतरे महामंत्री को सध्वज मो राजकार्य हेउछंती साहाय्य एले महामंत्री महाराज विश्वरे विश्वरे ईश्वरा सजना कि मनोरमा ईश्वरा सर्जना कि मनोरमा विश्वरे विश्वरे ईश्वर सर्जना कि मनोरमा ईश्वर सर्जना कि मनोरमा अच्छी 14 भुवन 3 लोक विद्यमान अच्छी 14 भुवन 3 लोक विद्यमान पताल लोक मो श्रेष्ठ पताल लोक मो श्रेष्ठ अटे महान ईश्वर सजना कि मनोरमा ईश्वर सजना कि मनोरमा प्रजा हिते भ्रमे राजा प्रजा पाले पुत्र सम मकर ध्वज राजन मंत्री तुले आगमन प्रजा हिते भ्रमे राजा प्रजा पाले पुत्र सम अधिपत्य पाणे कही मुहे समान ईश्वर सजना कि मनोरमा ईश्वर सजना कि मनोरमा हनुमंत अटमुता करे सुत राम नाम रसे माति सदानंद मचित राम भक्त हनुमंत अटमुता करे सुत राम नाम रसे माति सदानंद मचित रामायण पद जोड़े रोहित हीन ईश्वर सजना मनोरमा ईश्वर सजना कि मनोरमा ईश्वरे विश्वरे ईश्वर सजना कि मनोरमा ईश्वर सजना कि मनोरमा महाराज सुश्री पातलपुर साम्राज्य आबाहमान कालू
ବରେଣ୍ୟ ନୃପ ଚୂଡ଼ାମଣି ହୋଇ ଧନ୍ୟ ମଳେ ନିଜକୁ ମୁଁ ନିଜେ। ହଁ ମହାରାଜ। ଅର୍ଘ୍ୟ ପୁଷ୍ପ କରେ ଘେନି ଅଭିନନ୍ଦନ ଜଣାନ୍ତି ଏଇ ମୋର ପାତଳପୁର ସାମ୍ରାଜ୍ୟର ସମସ୍ତ ପ୍ରଜାବୃନ୍ଦ। ହେଲେ ମହାମନ୍ତ୍ରୀକୁ ସଥଜ ମହାରାଜ ଅନେକ ଦିନ ବିତିଗଲା ଶୁଣି ନାହିଁ ରାଜ୍ୟର କୁଶଳ ସମ୍ବାଦ। ସେଥିପାଇଁ ମନ ମୋର ହେଉଛି ଅସ୍ଥିର। ଆପଣ ବିଳମ୍ବ ନ କରି ଏଇ ମୋର ପାତଳପୁର ସାମ୍ରାଜ୍ୟର କୁଶଳ ସମ୍ବାଦ କହିଯାଅ ମୋହରି ଅଗ୍ରତି। ଠିକ ଅଛି ମହାରାଜ। ମହାମନ୍ତ୍ରୀକୁ ସଥଜ ହେ ନରନାଥ ସବୁ ଶୁଭ ସମ୍ବାଦ। ହେ ନରନାଥ କୁଶଲେ ଅଛନ୍ତି ତବ ସୁଶାସନେ ପାତାଳର ପ୍ରଜା ବୃନ୍ଦ। ହେ ନରନାଥ ସବୁ ଶୁଭ ସମ୍ବାଦ। ହେ ନରନାଥ ରାମ ନାମ ରସରେ ମାତି ପ୍ରଜା ବର୍ଗେ ଆନନ୍ଦ ଅତି। ରାମ ନାମ ରସରେ ମାତି ପ୍ରଜା ବର୍ଗେ ଆନନ୍ଦ ଅତି। ସତ୍ୟ ଶାନ୍ତି ଦୟା କ୍ଷମା ବିରାଜଇ ଭାଷେ ଅଜାନ ରହିତ। ହେ ନରନାଥ ସବୁ ଶୁଭ ସମ୍ବାଦ। ହେ ନରନାଥ ମହାରାଜ ପାତାଲ ନୃପତି ମହାମନ୍ତ୍ରୀକୁ ସଥଜ ଆପଣଙ୍କ ସୁଶାସନରେ ପାତାଲପୁର ପ୍ରଜାବର୍ଗେ ଅଛନ୍ତି ମହାସୁଖେ। ଅଛନ୍ତି ମହାସୁଖୀ। ମହାରାଜ ମହାମନ୍ତ୍ରୀ ସାମାନ୍ୟ କଥା ପାଇଁ ନୁହେଁ ଚିନ୍ତାଶୀଳ ହୋଇଛ ମୁଁ ବିସ୍ତାରିତ ପାତାଲର ବରେଣ୍ୟ ନୃପ ଚୂଡ଼ାମଣି ଏ ଛାର କଥାରେ ବିଷର୍ଣ୍ଣ କାହିଁକି? ଯାହାର ପାଦେ ସର୍ବ ପ୍ରଜା କରୁଥାନ୍ତି ପୂଜା। ଯାହାର ନାମେ ଦେବାଲୟ ବାଜେ ଶଙ୍ଖଧ୍ୱନି ତାର କି ଅଭାବ ଘଟେ ରାଜ୍ୟ ଓ ବିଭବେ। ଧନ୍ୟବାଦ ଅଶେଷ ଧନ୍ୟବାଦ ମହାମନ୍ତ୍ରୀକୁ ସଥଜ ଅଶେଷ ଧନ୍ୟବାଦ। ଶୁଣି ତବ ମୁଖରୁ ମମ କିରତି ବୃତ୍ତାନ୍ତ ଆନନ୍ଦରେ ଫୁଲି ଉଠେଛନ୍ତି। ହଉ ମହାରାଜ ଆଉ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସେ ପ୍ରସ୍ଫୁଟିତ କୁସୁମର ସୁମହକ ବାସ ମନେ ମୋର ଆଣିଦି ଅପାର ଆନନ୍ଦ। ହେଲେ ମହାମନ୍ତ୍ରୀକୁ ସଥଜ ମହାରାଜ ଏ ଅପାର ଆନନ୍ଦ ସମୟରେ ଗୋଟେ ନିରାନନ୍ଦ ରହିଯାଇଛି। ମହାମନ୍ତ୍ରୀକୁ ସଧଜ ଗୋଟେ ନିରାନନ୍ଦ ରହିଯାଇଛି। ଆଉ ସେ ନିରାନନ୍ଦ ହେଉଛି ମୋର ଏକମାତ୍ର ଝିଅ ଅଳି ଅଳି କୁମାରୀ ସୁଚିତ୍ରାର ବୟସଟା ଦେଖୁ ଦେଖୁ ଯୌବନ ଅବସ୍ଥାରେ ପଦାର୍ପଣ କରିସାରିଛି। ହଁ ମହାରାଜ ସେଥିପାଇଁ ଏକ ଫଳ ରାଜକୁମାର ଦେଖି ତା ହସ୍ତରେ ଅର୍ପଣ କରିଦେଲେ ଭାରି ଭଲ ହୁଅନ୍ତା। ମହାମନ୍ତ୍ରୀକୁ ସଧଜ ଭାରି ଭଲ ହୁଅନ୍ତା। ଆପଣ ଠିକ କହିଛନ୍ତି ରାଜନ। ହେଲେ ରାଜକନ୍ୟା ସୁଚିତ୍ରାକୁ 16 ବର୍ଷ ବୟସ, ବରର ବୟସ 21, କନ୍ୟାର ବୟସ 18, ବିବାହ ନିମନ୍ତେ ଉପଯୁକ୍ତ ବର୍ଷ। ଆପଣ ନିଜେ ନିୟମର ପ୍ରଣେତା ହୋଇ ନିୟମ ଭଗ୍ନ କାହିଁକି କରିବେ ରାଜନ? ଆଉ 2 ବର୍ଷ କରନ୍ତୁ ଅପେକ୍ଷା। ଓହୋ এইটা তো ଆପଣ ଉଚିତ ବିଚାର କରିଅଛନ୍ତି ମହାମନ୍ତ୍ରୀକୁ ସଧଜ। এইটা ଆପଣ ଉଚିତ ବିଚାର କରିଅଛନ୍ତି। ସେଥିପାଇଁ ଆଜି ତୁମ ପରି ମନ୍ତ୍ରୀ ପାଇ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଛି। ମହାମନ୍ତ୍ରୀକୁ ସଧଜ ନିଜକୁ ନିଜେ ମୁଁ ଧନ୍ୟ ମନେ କରୁଛି। ହେଲେ ମହାମନ୍ତ୍ରୀ ମହାରାଜ ମନ୍ତ୍ରୀ